समरूप सार्ट ପାଇଁ आग ଓ ପଛଖଣ୍ଡକୁ ମାପିବା ଏବଂ କାଟିବା। ଯେପରି ଆମେ ସମरूପ ସାର୍ଟ ପାଇଁ ଆଗ ଓ ପଛଖଣ୍ଡର ନମୁନା ତିଆରି କଲେ, ସେହି ନମୁନାକୁ ଆମେ କିପରି ଚିହ୍ନ ଦେବା ଏବଂ କାଟିବା ଦେଖିବା। ଏହି ପାଠର ଶେଷରେ ଆପଣ କପଡ଼ା ଉପରେ ସମरूପ ସାର୍ଟର ଆଗଭାଗ ନମୁନାକୁ ଚିହ୍ନ ଦେଇପାରିବେ ଏବଂ ରେଖାଙ୍କିତ କପଡ଼ାକୁ କାଟିପାରିବେ। କପଡ଼ା ଉପରେ ସମरूପ ସାର୍ଟର ପଛଭାଗ ନମୁନାକୁ ଚିହ୍ନ ଦେଇପାରିବେ ଏବଂ ରେଖାଙ୍କିତ କପଡ଼ାକୁ କାଟିପାରିବେ। ଆସନ୍ତୁ କପଡ଼ା ଉପର ନମୁନାକୁ ଚିହ୍ନ ଦେଇ କାଟିବା ପାଇଁ ଆବଶ୍ୟକ ଉପକରଣ ଓ ସାମଗ୍ରୀ ବିଷୟରେ ଜାଣିବା। ଏଗୁଡ଼ିକ ହେଲା ଅଧ ମିଟର ଧଳା ସମରୂପ କପଡ଼ା, ନମୁନା ଚୌକୋଣ, ଏଲ୍ ସ୍କୋୟାର, ଦରଜୀ ଚକ୍, ଫ୍ରେଞ୍ଚ କର୍ଭ, ମାପକ ଫିତା ଏବଂ କଇଞ୍ଚି। ପ୍ରଥମେ ଆମେ ଆଗ ସାର୍ଟ ଖଣ୍ଡକୁ ଡ୍ରାଫ୍ଟ କରିବା। ଆସନ୍ତୁ ସର୍ବପ୍ରଥମେ ଆମେ କଟା ହୋଇଥିବା ସେଲଭେଜ କୋଣ ସମକୋଣରେ ଅଛି କି ନାହିଁ ଦେଖିବା ଏବଂ ଯଦି ନାହିଁ ତେବେ ଆମେ ନମୁନା ଚୌକୋଣ ସାହାଯ୍ୟରେ ଠିକ୍ କରିଦେବା। ସେଲଭେଜ କୋଣରୁ କଟାଯାଇଥିବା କୋଣ ଆଡ଼କୁ 10 ଏବଂ 5/8 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହି ଭାଙ୍ଗରୁ କପଡ଼ାକୁ ଲମ୍ବାରେ ମୋଡ଼ନ୍ତୁ। ଏହା ସୁନିଶ୍ଚିତ ହୁଅନ୍ତୁ ଯେପରି କଟା କୋଣ ମୋଡ଼ର ସମାନାନ୍ତରରେ ଅଛି। ଯେଉଁ କଟା କୋଣ ମୋଡ଼ରେ ମିଶୁଛି ସେହି ବିନ୍ଦୁ 1 ଅଟେ। ବିନ୍ଦୁ 1ରୁ ମୋଡ଼ ଆଡ଼କୁ 17 ଏବଂ ଅଧ ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 0 ଅଟେ। ଏହି ବିନ୍ଦୁ ମୂଳ ରେଖା ଅଟେ। ବିନ୍ଦୁ 0ରୁ ମୂଳ ରେଖାର ସମକୋଣରେ ଏକ ରେଖା ଟାଣନ୍ତୁ। ଏହା କାନ୍ଧର ରେଖା ଅଟେ। ବିନ୍ଦୁ 0ରୁ ଆରମ୍ଭ କରି କାନ୍ଧ ରେଖା ଆଡ଼କୁ 1.5 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 2 ଅଟେ ଯାହାକି ପ୍ଲାକେଟ୍ ପାଇଁ ହେମ ଅନ୍ତର ଅଟେ। ବିନ୍ଦୁ 2ରୁ 8 ଏବଂ 1/8 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 4 ଅଟେ। ବିନ୍ଦୁ 1ରୁ 1.5 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 3 ଅଟେ। ଏହା ପ୍ଲାକେଟ୍ ପାଇଁ ହେମ ଅନ୍ତର ଦ୍ୱିତୀୟ ଅଂଶ ଅଟେ। ବିନ୍ଦୁ 2 ଓ 3କୁ ସରଳ ରେଖାରେ ଯୋଡ଼ନ୍ତୁ। ବିନ୍ଦୁ 3ରୁ 8 ଏବଂ 1/8 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 5 ଅଟେ। ବିନ୍ଦୁ 4 ଓ 5 ସରଳ ରେଖାରେ ଯୋଡ଼ନ୍ତୁ। ବିନ୍ଦୁ 2ରୁ 5 ଏବଂ 3/4 ଇଞ୍ଚ ତଳ ଆଡ଼କୁ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 6 ଅଟେ। ବିନ୍ଦୁ 6ରୁ ଏକ ସମକୋଣ ରେଖା ଟାଣନ୍ତୁ ଯାହା 4ରୁ 5 ଯୋଡ଼ୁଥିବ। ଏହା ବିନ୍ଦୁ 7 ଅଟେ। ବିନ୍ଦୁ 2ରୁ 6 ଏବଂ 1/8 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 8 ଅଟେ। ପରେ ବିନ୍ଦୁ 6ରୁ 6 ଏବଂ 1/8 ଇଞ୍ଚ ବିନ୍ଦୁ 7 ଆଡ଼କୁ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 9 ଅଟେ। ବିନ୍ଦୁ 8 ଓ 9କୁ ସରଳ ରେଖାରେ ଯୋଡ଼ନ୍ତୁ। ବିନ୍ଦୁ 8ରୁ 3/4 ଇଞ୍ଚ ତଳ ଆଡ଼କୁ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 10 ଅଟେ। ବିନ୍ଦୁ 2ରୁ ଆରମ୍ଭ କରି କାନ୍ଧ ରେଖା ଆଡ଼କୁ 2 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 11 ଅଟେ। ବିନ୍ଦୁ 10 ଓ 11 ସରଳ ରେଖାରେ ଯୋଡ଼ନ୍ତୁ। ପୁଣି ଥରେ ବିନ୍ଦୁ 2ରୁ ଆରମ୍ଭ କରି ମୂଳ ରେଖା ଆଡ଼କୁ 2 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 12 ଅଟେ। ବିନ୍ଦୁ 11 ଓ 12 ସରଳ ରେଖାରେ ଯୋଡ଼ନ୍ତୁ।
ରେଖା 8-9 ମଧ୍ୟ ବାହାର କରି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 13 ଅଟେ। ବିନ୍ଦୁ 13ରୁ ଅଧ ଇଞ୍ଚ ମୋଡ଼ ଆଡ଼କୁ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 14 ଅଟେ। ଏବେ ବିନ୍ଦୁ 7, 14, 10ରୁ ଆରମ୍ଭ କରି ଫ୍ରେଞ୍ଚ କର୍ଭ ଦ୍ୱାରା ଆଗ ବାହୁର ଆକାର ଦିଅନ୍ତୁ। ରେଖା 11ରୁ 12ର ମଧ୍ୟ ବିନ୍ଦୁ ବାହାର କରି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 15 ଅଟେ। ଏଠାରେ ଯେଉଁଭଳି ଦେଖାଯାଉଛି ସେହିଭଳି ବିନ୍ଦୁ 15ରୁ ଅଧ ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 16 ଅଟେ। ବିନ୍ଦୁ 12, 16, 11ରୁ ଆରମ୍ଭ କରି ଫ୍ରେଞ୍ଚ କର୍ଭରୁ ଆଗ କଲା ସ୍ଥାନରୁ ଆକାର ଦିଅନ୍ତୁ, ଯେପରି ଆରମ୍ଭ ଓ ଶେଷ ସମକୋଣରେ ରହିବ। ବିନ୍ଦୁ 12ରୁ ମୂଳ ରେଖା ଆଡ଼କୁ ସମକୋଣ ରେଖା ଟାଣନ୍ତୁ। ଏହି ରେଖା ଯାହା ମୂଳ ରେଖାରେ ମିଶୁଛି ତାହା ବିନ୍ଦୁ 17 ଅଟେ। ବିନ୍ଦୁ 17, 12ର ମଧ୍ୟ ବିନ୍ଦୁ ବାହାର କରି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 18 ଅଟେ। ବିନ୍ଦୁ 18ରୁ ଅଧ ଇଞ୍ଚ ଉପର ଆଡ଼କୁ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 19 ଅଟେ। ବିନ୍ଦୁ 19, 17 ଅଥବା ସମରୂପ ସାର୍ଟର ଆଗ ଭାଗ କପଡ଼ାକୁ ଚିହ୍ନ ଦେଲେ ବର୍ତ୍ତମାନ ଆମେ ଆଗ ଭାଗ ପାଇଁ ବ୍ୟବସ୍ଥିତ ରେଖାକୁ କାଟିପାରିବା। ଆଗ ପାଖ ଆଡ଼କୁ ସାଇଡ୍ ସିମ୍ ସହିତ କାଟିବା ଆରମ୍ଭ କରନ୍ତୁ। ପରେ ଖୋଲା ବେକ ଆଡ଼କୁ ଏବଂ କାନ୍ଧ ରେଖାକୁ କାଟନ୍ତୁ। ବିନ୍ଦୁ 3ରେ କପଡ଼ାକୁ ମୋଡ଼ନ୍ତୁ ଏବଂ କୋଣକୁ ଅଳ୍ପ ଛାଟନ୍ତୁ। ପରେ 2 ଖଣ୍ଡ କପଡ଼ା ପାଇଁ ମୋଡ଼ା ଯାଇଥିବା କୋଣକୁ କାଟନ୍ତୁ। ଏହିପରି ଆମେ ସମରୂପ ସାର୍ଟର ଆଗ ଖଣ୍ଡକୁ କାଟିଦେଲେ। ଆଗକୁ ଆମେ କପଡ଼ା ଉପରେ ସାର୍ଟର ପଛପାଖ ପାଇଁ ଚିହ୍ନ ଦେବା। ସାର୍ଟର ପଛଭାଗ ଚିହ୍ନ ଦେଇ କାଟିବା। ଆଗ ଭାଗ ଡ୍ରାଫ୍ଟ ଭଳି ସମାନ ଅଟେ, କିନ୍ତୁ କିଛି ପରିବର୍ତ୍ତନ ଅଛି। ସର୍ବପ୍ରଥମେ ଦେଖିବା କି କଟା ହୋଇଥିବା କୋଣ ସେଲଭେଜ କୋଣର ସମାନରେ ଅଛି ଏବଂ ଯଦି ନାହିଁ ତେବେ ଏହାକୁ ଠିକ୍ କରିବା। କଟା ହୋଇଥିବା କୋଣକୁ 8 ଏବଂ 1/4 ଇଞ୍ଚ ନେଇ ମୋଡ଼ନ୍ତୁ। ଏହା ସୁନିଶ୍ଚିତ ହୁଅନ୍ତୁ କି କଟା ହୋଇଥିବା କୋଣ ମୋଡ଼ର ସମକୋଣରେ ଅଛି। ସେହି ବିନ୍ଦୁ ଯେଉଁଠାରେ କଟା ହୋଇଥିବା କୋଣ ମିଶୁଛି ତାହା ବିନ୍ଦୁ 3 ଅଟେ। ବିନ୍ଦୁ 3ରୁ ମୋଡ଼ ଆଡ଼କୁ 17 ଏବଂ ଅଧ ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 2 ଅଟେ। ଏହି ମୂଳ ରେଖା ସାର୍ଟର ମଧ୍ୟ ମୋଡ଼କୁ ଦର୍ଶାଉଛି। ବିନ୍ଦୁ 2ରୁ ମୂଳ ରେଖାର ଏକ ସମକୋଣ ରେଖା ଟାଣନ୍ତୁ। ଏହା କାନ୍ଧର ରେଖା ଅଟେ। ବିନ୍ଦୁ 2ରୁ 7 ଏବଂ 3/4 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 4 ଅଟେ। ବିନ୍ଦୁ 3ରୁ 7 ଏବଂ 3/4 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 5 ଅଟେ। ବିନ୍ଦୁ 4 ଓ 5କୁ ସରଳ ରେଖାରେ ଯୋଡ଼ନ୍ତୁ।
बिंदु 2 ରୁ 5 ଏବଂ 3/4 ଇଞ୍ଚ ତଳ ଆଡ଼କୁ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 6 ଅଟେ। ବିନ୍ଦୁ 6 ରୁ ଏକ ସମକୋଣ ରେଖା 4 ରୁ 5 ସରଳ ରେଖାକୁ ଯୋଡ଼ିବା। ଏହା ବିନ୍ଦୁ 7 ଅଟେ। ଏବେ ବିନ୍ଦୁ 2 ରୁ କାନ୍ଧ ରେଖା ଆଡ଼କୁ 6 ଏବଂ 1/8 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 8 ଅଟେ ଏବଂ ପରେ ବିନ୍ଦୁ 6 ରୁ 6 ଏବଂ 1/8 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 9 ଅଟେ। ବିନ୍ଦୁ 8 ଓ 9 କୁ ସରଳ ରେଖାରେ ଯୋଡ଼ନ୍ତୁ। ବିନ୍ଦୁ 8 ରୁ 3/4 ଇଞ୍ଚ ତଳ ଆଡ଼କୁ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 10 ଅଟେ। ବିନ୍ଦୁ 2 ରୁ ଆରମ୍ଭ କରି କାନ୍ଧ ରେଖା ଆଡ଼କୁ 2 ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 11 ଅଟେ। ବିନ୍ଦୁ 11 ରୁ ଅଧ ଇଞ୍ଚ ଉପର ଆଡ଼କୁ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 12 ଅଟେ। ବିନ୍ଦୁ 10 ଓ 12 ସରଳ ରେଖାରେ ଯୋଡ଼ନ୍ତୁ। ବିନ୍ଦୁ 2 ରୁ ଆରମ୍ଭ କରି ତଳ ଆଡ଼କୁ ଅଧ ଇଞ୍ଚ ମାପି ଚିହ୍ନ ଦିଅନ୍ତୁ। ଏହା ବିନ୍ଦୁ 13 ଅଟେ। ବିନ୍ଦୁ 13 ରୁ ଏକ ସମକୋଣ ରେଖା 1 ଇଞ୍ଚ ଭିତରକୁ ଟାଣନ୍ତୁ ଏବଂ ପରେ ଉପର ଆଡ଼କୁ ଯେଉଁ ବିନ୍ଦୁ 12 ପର୍ଯ୍ୟନ୍ତ ସମକୋଣରେ ଅଛି ତାହାକୁ ଫ୍ରେଞ୍ଚ କର୍ଭ ଦ୍ୱାରା ଆକାର ଦିଅନ୍ତୁ। ଏହା ପଛ ପାଖର ଖୋଲା ସ୍ଥାନ ଅଟେ। ପରେ ଫ୍ରେଞ୍ଚ କର୍ଭ ଦ୍ୱାରା ବିନ୍ଦୁ 7 ରୁ ରେଖା 9 ରୁ 10 କୁ ଯୋଡ଼ିବା ସହିତ ବାହୁର ଆକାର ଦିଅନ୍ତୁ। ଏଥିସହିତ ଆମେ ସମରୂପ ସାର୍ଟ ପାଇଁ ପଛ ପାଖକୁ ଚିହ୍ନ ଦେଲେ। ବର୍ତ୍ତମାନ ଆମେ ଆଗଭାଗ ପାଇଁ ବ୍ୟବସ୍ଥିତ ରେଖାକୁ କାଟିପାରିବା। ଆଗ କାଖ ଆଡ଼କୁ ସାଇଡ୍ ସିମ୍ ସହିତ କାଟିବା ଆରମ୍ଭ କରନ୍ତୁ। ପରେ ଖୋଲା ପାଖ ଆଡ଼କୁ ଏବଂ କାନ୍ଧ ରେଖାକୁ କାଟନ୍ତୁ। ବିନ୍ଦୁ 13ରେ ପଛପାଖ ମଧ୍ୟ ଦେଖାଇବା ପାଇଁ କପଡ଼ାର କୋଣକୁ ଅଳ୍ପ ମୋଡ଼ନ୍ତୁ। ଏହିପରି ଆମେ ସମରୂପ ସାର୍ଟର ପଛଖଣ୍ଡକୁ କାଟିଦେଲେ। ଏହି ପାଠରେ ଆମେ ସମରୂପ ସାର୍ଟର ଆଗ ଓ ପଛ ଖଣ୍ଡକୁ ତିଆରି ପାଇଁ କପଡ଼ାକୁ ମାପି କାଟିଲେ। ସମାପ୍ତ କରିବା ପୂର୍ବରୁ ଆସନ୍ତୁ ସମରୂପ ସାର୍ଟର ନମୁନାକୁ ଚିହ୍ନ ଦେବା ପାଇଁ ଆବଶ୍ୟକ ମୁଖ୍ୟ କ୍ରମ ବିଷୟରେ ଜାଣିବା। ଏହା ହେଲା: କ୍ରମ 1 କପଡ଼ା ଉପରେ ସାର୍ଟର ଆଗଭାଗ ନମୁନାକୁ ଚିହ୍ନ ଦିଅନ୍ତୁ। କ୍ରମ 2 ଡ୍ରାଫ୍ଟ ହୋଇଥିବା ରେଖା ଉପର ଦେଇ କପଡ଼ାକୁ କାଟନ୍ତୁ। ତା ସହିତ ମୋଡ଼ର ମଧ୍ୟକୁ କାଟନ୍ତୁ ଯେପରି 2 ଖଣ୍ଡ ସାର୍ଟ କପଡ଼ା ମିଳିବ। କ୍ରମ 3 କପଡ଼ା ଉପରେ ସାର୍ଟର ପଛଭାଗ ନମୁନାକୁ ଚିହ୍ନ ଦିଅନ୍ତୁ। କ୍ରମ 4 ଡ୍ରାଫ୍ଟ ହୋଇଥିବା ରେଖା ଉପର ଦେଇ କପଡ଼ାକୁ କାଟନ୍ତୁ ଯେପରି 2 ଖଣ୍ଡ ସାର୍ଟ କପଡ଼ା ମିଳିବ। ଏଥିସହିତ ଆମେ ଏହି ପାଠର ଶେଷରେ ପହଞ୍ଚିଗଲେଣି।